कोस्टाल स्टेट्स ହେଉଛି ସମୁଦ୍ର ତଟ ଥିବା ରାଜ୍ୟ। ଯେଉଁ ରାଜ୍ୟଗୁଡ଼ିକରେ ସମୁଦ୍ର ତଟ ଲାଗିଛି ସେହି ରାଜ୍ୟଗୁଡ଼ିକୁ ଆମେ କୋଷ୍ଟାଲ ଷ୍ଟେଟ୍ ବୋଲି କହୁ। ଯେମିତିକି ଭାରତର ପଶ୍ଚିମ ଦିଗରେ ଇଏ ହେଉଛି ଆରବ ସାଗର। ଆରବ ସାଗର ଲାଗିଥିବା ତଟଗୁଡ଼ିକ ଥିବା ରାଜ୍ୟ। ତ ଆମେ ଦେଖିବା ଗୁଜରାଟ ଗୋଟେ ଲାଗିଛି। ଇଏ ହେଉଛି ଏଇ ରାଜ୍ୟଟିର ନାମ ହେଉଛି ଗୁଜରାଟ। ଗୁଜରାଟ ଗୋଟେ ଆମେ ଗୁଜରାଟକୁ କହିପାରିବା କୋଷ୍ଟାଲ ଷ୍ଟେଟ୍ସ। ସେଭଳିଆ ଗୁଜରାଟ ପରେ ଇଏ ହେଉଛି ମହାରାଷ୍ଟ୍ର। ଆମେ ମହାରାଷ୍ଟ୍ରକୁ ବି କହିପାରିବା କୋଷ୍ଟାଲ ଷ୍ଟେଟ୍ ବୋଲି, କାହିଁକିନା ମହାରାଷ୍ଟ୍ରର ସୀମା ସମୁଦ୍ର ତଟକୁ ଲାଗିଛି। ତାପରେ ଏଇ ପାଖରେ ଅଛି ଗୋଆ। ଗୋଆକୁ ବି ଆମେ କହିପାରିବା କୋଷ୍ଟାଲ ଷ୍ଟେଟ୍। ତାପରେ ଇଏ ହେଉଛି କର୍ଣ୍ଣାଟକ। କର୍ଣ୍ଣାଟକକୁ ବି ଆମେ କହିପାରିବା କୋଷ୍ଟାଲ ଷ୍ଟେଟ୍। କି ପାଇଁ ନା ୟାର ସୀମା ସମୁଦ୍ରକୁ ଲାଗିଛି, ତେଣୁ ଏହାକୁ ଆମେ ସମୁଦ୍ର ତଟ ଥିବା ରାଜ୍ୟ ବୋଲି କହିପାରିବା କର୍ଣ୍ଣାଟକକୁ। ତାପରେ ଇଏ ହେଉଛି କେରଳ। କେରଳକୁ ବି ଆମେ କହିପାରିବା କୋଷ୍ଟାଲ ଷ୍ଟେଟ୍ ବୋଲି। ତେବେ ଭାରତର ପଶ୍ଚିମ ଦିଗରେ କେତୋଟି ରାଜ୍ୟ ଅଛି? ନା ଇଏ ହେଲା ଗୁଜରାଟ। ଏକରେ ହେଉଛି ଗୁଜରାଟ, ଦୁଇରେ ମହାରାଷ୍ଟ୍ର, ତିନିରେ ଗୋଆ, ଚାରିରେ କର୍ଣ୍ଣାଟକ, ପାଞ୍ଚରେ କେରଳ। ତେବେ ପଶ୍ଚିମ ଦିଗରେ କୋଷ୍ଟାଲ ଷ୍ଟେଟ୍ ପାଞ୍ଚଟି ଅଛି ବା ସମୁଦ୍ର ତଟ ଥିବା ରାଜ୍ୟ ପାଞ୍ଚଟି ଅଛି। ଆମେ ମନେ ରଖିଦେବା। ସେଭଳିଆ ପୂର୍ବ ଦିଗରେ ଭାରତର ପୂର୍ବ ଦିଗରେ କେତୋଟି ରାଜ୍ୟ ଅଛି ଆମେ ଦେଖିବା। ନା ଇଏ ହେଉଛି ତାମିଲନାଡୁ। ଇଏ ହେଉଛି ତାମିଲନାଡୁ ଯାହାର ସୀମା ସମୁଦ୍ରକୁ ଲାଗିଛି। ଇଏ ହେଉଛି ବଙ୍ଗୋପସାଗର ବା ଆମେ ଏହାକୁ ବେ ଅଫ୍ ବେଙ୍ଗଲ ବୋଲି କହୁ। ତାହେଲେ ତାମିଲନାଡୁର ସୀମା ବଙ୍ଗୋପସାଗରକୁ ଲାଗିଛି, ତେଣୁ ତାମିଲନାଡୁ ଗୋଟେ ଆମର ହେଇଯିବ ସମୁଦ୍ର ତଟ ଥିବା ରାଜ୍ୟ ବା କୋଷ୍ଟାଲ ଷ୍ଟେଟ୍। ତାପରେ ଇଏ ହେଉଛି ଆନ୍ଧ୍ରପ୍ରଦେଶ। ତାପରେ ଇଏ ହେଉଛି ଓଡ଼ିଶା। ତାପରେ ଇଏ ହେଉଛି ବେଙ୍ଗଲ ବା ୱେଷ୍ଟ ବେଙ୍ଗଲ। ବା ଆମେ ବେଙ୍ଗଲକୁ ୱେଷ୍ଟ ବେଙ୍ଗଲ ବି କହୁ। ତାହେଲେ ପୂର୍ବ ଦିଗରେ କେତୋଟି ରାଜ୍ୟ ହେଲା? ପୂର୍ବ ଦିଗରେ ହେଲା ୱେଷ୍ଟ ବେଙ୍ଗଲ ବା ପଶ୍ଚିମବଙ୍ଗ, ଦୁଇରେ ଓଡ଼ିଶା, ତିନିରେ ଆନ୍ଧ୍ରପ୍ରଦେଶ, ଚାରିରେ ତାମିଲନାଡୁ। ତାହେଲେ ପୂର୍ବ ଦିଗରେ 4ଟି କୋଷ୍ଟାଲ ଷ୍ଟେଟ୍ ଅଛି ଏବଂ ପଶ୍ଚିମ ଦିଗରେ 5ଟି କୋଷ୍ଟାଲ ଷ୍ଟେଟ୍ ବା ଉପକୂଳବର୍ତ୍ତୀ ଅଞ୍ଚଳ ବି ଆମେ କହୁ। ତାହେଲେ ଆମେ ଏଠି ମନେ ରଖିବା 5, 4, 9ଟି କୋଷ୍ଟାଲ ଷ୍ଟେଟ୍ ବା ସମୁଦ୍ର ତଟ ଲାଗିଥିବା ରାଜ୍ୟ ଆମର 9ଟି ଅଛି। ପୂର୍ବ ଦିଗରେ 4, ପଶ୍ଚିମ ଦିଗରେ 5। ତାହେଲେ 5, 4, 9ଟି ରାଜ୍ୟ ଆମର ହେଉଛି ସମୁଦ୍ର ତଟ ଥିବା ରାଜ୍ୟ ବା କୋଷ୍ଟାଲ ଷ୍ଟେଟ୍। ତ କେନ୍ଦ୍ରଶାସିତ ଅଞ୍ଚଳ ବି ଅଛି। କେନ୍ଦ୍ରଶାସିତ ଅଞ୍ଚଳକୁ ବି ଦେଖିଦେବା। ଏଇଠି ଗୋଟେ ଅଛି ଡାମନ-ଡିଉ। এই ଡାମନ-ଡିଉ ବି ୟାର ତଟ ବି ସମୁଦ୍ରକୁ ଲାଗିଛି। ତ ୟାକୁ ତ ରାଜ୍ୟ କହିପାରିବାନି, ଇଏ ହେଉଛି କେନ୍ଦ୍ରଶାସିତ ଅଞ୍ଚଳ। ତାହେଲେ କେତୋଟି କେନ୍ଦ୍ରଶାସିତ ଅଞ୍ଚଳ ସମୁଦ୍ର ସୀମାକୁ ଲାଗିଛି? ନା ଏକରେ ହେବ ଡାମନ-ଡିଉ। ତାପରେ ଏଇଠି ଅଛି ପଡୁଚେରୀ। ଏଠି ଗୋଟେ ଅଛି ପଡୁଚେରୀର ସୀମା ବି ସମୁଦ୍ର ତଟକୁ ଲାଗିଛି। ତାପରେ ଇଏ ହେଲା ଲାକ୍ଷାଦ୍ୱୀପ। ଇଏ ହେଲା ମୁଖ୍ୟ ଭୂମିର, ଆଉ ଇଏ ହେଲା ଦ୍ୱୀପ ହେଇଗଲା। ଦ୍ୱୀପ। ତ ଏଗୁଡ଼ା ହେଉଛି ମୁଖ୍ୟ ଭୂମି, ଇଏ ହେଉଛି ଦ୍ୱୀପ। ତ ଇଏ ଦ୍ୱୀପ ଲାକ୍ଷାଦ୍ୱୀପ ଇଏ ବି ହେଉଛି କେନ୍ଦ୍ରଶାସିତ ଅଞ୍ଚଳ। ଇଏ ତ ରାଜ୍ୟରେ ଯିବନି, କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ୱୀପ। ତାପରେ ଇଏ ହେଲା ଆଣ୍ଡାମାନ ନିକୋବର। ଇଏ ବି କେନ୍ଦ୍ରଶାସିତ ଅଞ୍ଚଳ। ତାହେଲେ କେନ୍ଦ୍ରଶାସିତ ଅଞ୍ଚଳ ହେଉଛି 4ଟା। କେନ୍ଦ୍ରଶାସିତ ଅଞ୍ଚଳ ବା ୟୁନିୟନ ଟେରିଟୋରୀ ହେଉଛି 4ଟା ସମୁଦ୍ର ସୀମାକୁ ଲାଗିଛି। ତ ଗୋଟେ ହେଲା ଡାମନ-ଡିଉ, ଏକରେ ହେଲା ଡାମନ-ଡିଉ, ଦୁଇରେ ହେଲା ପଡୁଚେରୀ, ତିନିରେ ହେଲା ଲାକ୍ଷାଦ୍ୱୀପ, ଚାରିରେ ହେଲା ଆଣ୍ଡାମାନ ନିକୋବର। ଇଏ ହେଉଛି ସମୁଦ୍ର ତଟକୁ ଲାଗିଥିବା ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳ। ତେବେ ସମୁଦାୟ କେତେ ଏରିଆ ବା କେତେ ସୀମା ସମୁଦ୍ର ତଟକୁ ଲାଗିଛି? ଟୋଟାଲ ଲାଇନଟା ଯେଟାକି ଆମେ କୋଷ୍ଟାଲ ଲାଇନ ବୋଲି କହୁଛେ। କୋଷ୍ଟାଲ ଲାଇନ କେତେ? ତେବେ କୋଷ୍ଟାଲ ଲାଇନ ଯଦି ଦେଖିବା, ଗୁଜରାଟରୁ ଆମର ଲାଗିଲା, ଇଏ ହେଉଛି ଟୋଟାଲଟା, ଇଏ ହେଉଛି କୋଷ୍ଟାଲ ଲାଇନ। ଏହାକୁ ଆମେ କହିବା କୋଷ୍ଟାଲ ଲାଇନ ବା ସମୁଦ୍ର ତଟ ଲାଗିଥିବା ସୀମା। ଏଠିରୁ ଏତିକି ଯାଏଁ ଆସିବ। ତ ଏଠୁ ଏତିକି ଯାଏଁ ଟୋଟାଲ ଲାଇନ ବା ଟୋଟାଲ ସୀମା ହେଉଛି, ମନେ ରଖିବା 11,000 କେତେ? ନା 11,098.8 କିଲୋମିଟର। ବା ଏଟାକୁ ଆମେ ରାଉଣ୍ଡ ନେଇପାରିବା 11,019 କିଲୋମିଟର। ଇଏ ହେଉଛି 2024
ଅନୁସାରେ 2024 ଅନୁସାରେ। या ପୂର୍ବରୁ 1970ର କାଲକୁଲେସନ୍ ଅନୁସାରେ ଥିଲା 7516 କିଲୋମିଟର। ଟୋଟାଲ ଲାଇନଟା ଗୁଜରାଟରୁ ଆସିବା ଟୋଟାଲ ଲାଇନଟା ବେଙ୍ଗଲ ପର୍ଯ୍ୟନ୍ତ 1970 କାଲକୁଲେସନ୍ ଅନୁସାରେ କେତେ ଥିଲା 7516 କିଲୋମିଟର। କିନ୍ତୁ ତାକୁ ପରିବର୍ତ୍ତନ କରାଯାଇଛି, ନୂଆ ଟେକ୍ନୋଲୋଜି ଲଗେଇକି 2024 ମସିହାରେ ପୁଣି ଥରେ କାଲକୁଲେସନ୍ କଲା ପରେ ତାହା ଆସିଗଲା 11099 କିଲୋମିଟର। ତ ସବୁଠାରୁ ଅଧିକା ସୀମା ସମୁଦ୍ରକୁ ଲାଗିଥିବା ଅଧିକା ସୀମା ଥିବା ରାଜ୍ୟ ହେଉଛି ଗୁଜରାଟ। ଗୁଜରାଟର ସୀମା ସମୁଦ୍ରକୁ ସବୁଠାରୁ ଅଧିକା ଲାଗିଛି। ଟୋଟାଲ ଲାଗିଛି 2340 କିଲୋମିଟର। ତାହେଲେ ସମୁଦ୍ରକୁ ଲାଗିଥିବା ସୀମା ଯେଉଁଟାକି କେଉଁ ରାଜ୍ୟର ସବୁଠାରୁ ଅଧିକ ସୀମା ସମୁଦ୍ରକୁ ଲାଗିଛି, ତେବେ ଗୁଜରାଟର ସୀମା ସମୁଦ୍ରକୁ ସବୁଠାରୁ ବେଶୀ ଲାଗିଛି, ଯେଉଁଟାକି 2340 କିଲୋମିଟର। ଏବଂ ସବୁଠାରୁ କମ୍ ସୀମା କେଉଁ ରାଜ୍ୟର ଲାଗିଛି, ଗୋଆର, ଯେଉଁଟାକି 101 କିଲୋମିଟର। ଇଏ ହେଉଛି କୋଷ୍ଟାଲ ଷ୍ଟେଟ୍ ବା ସମୁଦ୍ର ତଟ ଥିବା ରାଜ୍ୟ। ତେବେ ଏହାକୁ ମନେ ରଖିବା।